Bupulu. Kita cari daun. प्रश्न एक पचारि संशय पार्वती क्यों कथा लुचाइबी तुम्भर निकटे एकाम्र कानने गोटी गोटी करी मुहि 12 खंड भागवत 13 अध्याय ब्रह्म ज्ञान करिछि गायन पार्वती तुम्भ आगे बुझाइछि अष्टादश पुराणर ज्ञान क्यों कथा अजना तुम्भकु आज क्यों नुआ प्रश्न पचार तुम्हें पार्वती जेबे तुम अंतर गोटे प्रश्न बाची पचार पार्वती तुम्हार प्रश्न उत्तर मुई प्रस्तुत पार्वती आए प्राणपति तुम्हें अटबु तेसर परि 13 दिन दंड बुझाई दियो सवार तपिस्तान दंडी पहाड़ मूल कुंड विश्वकर्मा हस्ते खोला सकल
ଖଣ୍ଡି ଜାଣ ଯାଚି ଦେଲେ ସଚି ଅପ୍ସରା ସାପ୍ୟ ଫୁଲ ହୋଇ ମର୍ତ୍ତ୍ୟପୁରେ ଥିଲା ରହି ମାଳା ବାନ୍ଧି ଭୂତେଶ୍ୱର ଧରି ଖେଳ କରନ୍ତି ସଭାର କାହାଙ୍କ କୁମର ସେଇ ଧୂପ ହାଣ୍ଡି ଧରି ଆଗରେ ଚାଲନ୍ତି କି ଧୂପ ସେଇ କାହିଁ ଥିଲା ପ୍ରଥମେ ଜାଣିଲା କାହିଁ ଥିଲା କାଳ ବିକାଳରେ ଦଣ୍ଡ ଧରିଛନ୍ତି ବ୍ରହ୍ମାଙ୍କ କୁମର ସେଇ ପତର ସୌରାହୁ ଭୋଜନ ଦେବୀ ପାର୍ବତୀ କର ସଜଳ ସଗୁଣ୍ଡି ସେହି ପ୍ରହ୍ଲାଦ ଶୁଣିଲେ ମର୍ମ ବେଦ ପ୍ରଭା ଧରି ଖେଳ କରନ୍ତି ସଭାର କାହାଙ୍କ କୁମର ସେଇ ସୌରା କାହାଙ୍କ କୁମର ସଭାରେ ଦିଅ ବୁଝାଇ ପ୍ରାଣପତି ମୋ ଆଗେ କୁହ ସତୀ ପ୍ରାଣପତି ସଭା ଧରି ଖେଳ କରନ୍ତି ସଭାର କୁତ ଦେବ ଗର୍ଭୁ ଜାତ ସୌରାହୁ ପ୍ରାଣେଶ୍ୱରୀ କହିଲି ଆଉ ଏକ ଭକ୍ତି ଶୁଣ ପ୍ରାଣପତି କେଉ ଅଟେ ବିଣାକାର ଅଟେ ନଳ ଧରି ଚଢେଇ ମାର ଚଢେଇଆ ମୋ ଆଗେ କୁହ ପ୍ରାଣପତି ସତ୍ୟ ଯୁଗ ଥିଲା ହା ହା ଗନ୍ଧର୍ବ ଅଭିଶାପ ଚଳେୟା ହୋଇନ ମର୍ତ୍ତେ ଜନ୍ମିଲା କହିଲି ତୁମ ସମିତେ ଗହୁରିଲ ସେ হবে ବୀଣାକାର ପୁଛନ୍ତି ପାର୍ବତୀ ଆଏ ପ୍ରାଣପତି ବାବାଜୀ କାହାକୁ ମୋର ଚାରି ଗୋଟି କେଉଁଠୁ ଆସିଲେ ସଭାରେ ଆରେ ଦିଅ ବୁଝାଇ ହେ ଦୁର୍ଗତି କୁହନ୍ତୁ ସର୍ବ
ମହାମାଇ ବାବାଜୀ ଅଟଇ ଦୁର୍ଭିକ୍ଷ କିନର ସୁତ ମାୟା ମାୟା ବୋଲି ମାଳତୀ ଏସାରି ସଖୀରୁ ପିତଲେ ନୃତ୍ୟ କପାଳିନୀ କରି କୈଳାସ ପୁରୀବା ପୁରୀ କପାଳିନୀ সুন্দর পদক পারি আয়ে সর্পধারী কাহাঙ্ক কুমর কেলা খবর রূপরে কেউ জন্ম নেলা এ যোগী বেশ ধরিলা প্রাণপতি ମୋ ପ୍ରଶ୍ନ କହିବି ପ୍ରାଣପତି ସତ୍ୟ ଯୁଗ ମତ୍ୟ ନାମରେ ଅଙ୍ଗନା ସତ୍ୟ ଯୁଗ ମର୍ତ୍ତ୍ୟ। ତାନ୍ତ୍ରିକ ବିଦ୍ୟାରେ ଅଟଇ ଅଟଇ ସୁଦକ୍ଷ କେଳତାଙ୍କ କୁମର ସେ ସବର ତମେ ଗାଇ ଦଉଛ ସଂସାର ଯଜ୍ଞ କୁମର ସେ ସବର ନନ୍ଦୀ ଗନ୍ଧର୍ବ ଏକ ବେଳା ପୁତ୍ର ନାମ ତା ଭାଣ୍ଡକ ପିତା ମାତାଙ୍କର ଯାଚନା ରୂପ ଦଣ୍ଡ ଏତେ